ସରଳ ଜ୍ୟୋତିଷ ଶିକ୍ଷା। ଜ୍ୟୋତିଷ ଶିଖିବା ଓ ଜାଣିବା। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ସରଳ ଜ୍ୟୋତିଷ ଶିକ୍ଷାର ଦ୍ୱିତୀୟ କ୍ରମ ବା ଦ୍ୱିତୀୟ ଏପିସୋଡ଼କୁ ଆପଣଙ୍କୁ ସ୍ୱାଗତ। ଜ୍ୟୋତିଷ ଶିଖିବା ପୂର୍ବରୁ ଜ୍ୟୋତିଷ ବିଦ୍ୟା ସମ୍ପର୍କରେ ସମ୍ୟକ୍ ଆଗ୍ରହ ରହିବା ଏବଂ ସେ ସମ୍ପର୍କରେ ସୂଚନା, ଆଲୋଚନା ଓ ପର୍ଯ୍ୟାଲୋଚନା ଇତ୍ୟାଦି ଜ୍ୟୋତିଷ ଶାସ୍ତ୍ର ସମ୍ବନ୍ଧରେ ବିଶେଷ ଆଗ୍ରହ ଆଣିବା ସହିତ ଏହି ଶାସ୍ତ୍ର ବା ଜ୍ୟୋତିଷ ବିଦ୍ୟାର ମହନୀୟତାକୁ ପ୍ରତିପାଦିତ କରିଥାଏ। ହଜାର ହଜାର ବର୍ଷ ଧରି କେଉଁ ସ୍ମରଣାତୀତ ଯୁଗରୁ ଦେବତା, ଋଷି, ମୁନି ଏବଂ ମହାମନୀଷୀଗଣଙ୍କର ନିଷ୍ଠାରେ ଜ୍ୟୋତିଷ ବିଦ୍ୟା ପ୍ରସ୍ଫୁଟିତ। ଆମର ପ୍ରତ୍ୟେକ ଦୈନନ୍ଦିନ ଓ ସାମାଜିକ ଚଳଣିରେ ଜ୍ୟୋତିଷ ବିଦ୍ୟାର ପ୍ରୟୋଗ ବା ଜ୍ୟୋତିଷ ସମ୍ପର୍କିତ କଥା ଆମେ ଜାଣତରେ ହେଉ ବା ଅଜାଣତରେ ହେଉ ଗ୍ରହଣ କରିଥାଉ। ଆମ୍ଭମାନଙ୍କର ଇଚ୍ଛା ବା ଅନିଚ୍ଛାର କୌଣସି ବାଧ୍ୟବାଧକତା ନଥାଏ। ଏହି କଥାରୁ ଜ୍ୟୋତିଷ ବିଦ୍ୟାର ସୁନ୍ଦରତା ସହଜରେ ବାରି ହୋଇପଡ଼େ। ଅସରନ୍ତି ଏହି ଜ୍ୟୋତିଷ ଭିତ୍ତିକ ଜ୍ଞାନ ଅଥବା ଜ୍ୟୋତିଷ ବିଜ୍ଞାନର କୌଣସି ସୀମା ସରହଦ ନାହିଁ। ସୃଷ୍ଟିର ଆରମ୍ଭରୁ ଏ ପର୍ଯ୍ୟନ୍ତ ଚାଲି ଆସୁଥିବା ଏହି ପରୋପକାରୀ ବ୍ରହ୍ମବିଦ୍ୟା କୌଣସି ଜଣେ ମଣିଷ ତା'ର ଏ ଜନ୍ମ କ'ଣ ଶହ ଶହ ଜନ୍ମରେ ମଧ୍ୟ ସାଧ୍ୟ କରିପାରିବ ନାହିଁ। ଭଗବତ୍ ନିର୍ଦ୍ଦେଶିତ ପଥ, ଈଶ୍ୱରଙ୍କ କରୁଣା, ଜ୍ୟୋତିଷ ବିଦ୍ୟା ପ୍ରତି ନିଷ୍ଠା ତଥା ପରୋପକାରରେ ବ୍ରତୀ ମଣିଷଟିଏ କିଛି ମାତ୍ରାରେ ହୁଏତ ଏ ବିଦ୍ୟା ଅଧ୍ୟୟନ କରି ମାନବ ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରିପାରେ। ଗତକାଲି ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ତପନ ଆଷ୍ଟ୍ରୋଲୋଜି କର୍ତ୍ତୃକ ପରିବେଷଣ କରାଯାଇଥିବା ବା ଉପସ୍ଥାପନା କରାଯାଇଥିବା ସରଳ ଜ୍ୟୋତିଷ ଶିକ୍ଷାର ପ୍ରଥମ ଏପିସୋଡ଼ରେ ସଂସାରର ଶ୍ରେଷ୍ଠ ଗୁରୁ, ଶ୍ରେଷ୍ଠ ଜ୍ଞାନୀ, ଶ୍ରେଷ୍ଠ ବିଜ୍ଞାନୀ, ଯିଏକି ଚିରଞ୍ଜୀବୀ ଅର୍ଥାତ୍ ଯେ ଏପର୍ଯ୍ୟନ୍ତ ମଧ୍ୟ ସଂସାରରେ ବିଚରଣ କରୁଛନ୍ତି, ଯାହାଙ୍କର ମୃତ୍ୟୁ ନାହିଁ, ସେହି ଭଗବାନ ବେଦବ୍ୟାସ ବା ବ୍ୟାସଦେବଙ୍କ ଜନ୍ମ ମୁହୂର୍ତ୍ତ ସମ୍ପର୍କରେ ଆମେ ଆଲୋଚନା କରିଥିଲେ। ଯାହାଙ୍କ ନାମରେ, ଯାହାଙ୍କ ଜନ୍ମତିଥିରେ ଗୁରୁ ପୂର୍ଣ୍ଣିମା ଆମର ହିନ୍ଦୁ ସମାଜ ବା ସନାତନ ଧର୍ମ ଅବଲମ୍ବନ କରୁଥିବା ଆମର ସମଗ୍ର ଆର୍ଯ୍ୟବର୍ତ୍ତ ହେଉ ବା ସମଗ୍ର ପୃଥିବୀରେ ହେଉ ମାନବଗଣ ପାଳିତ କରିଥାନ୍ତି ଏବଂ ସେହି ଦିନଟିକୁ ତାଙ୍କ ଜନ୍ମତିଥିକୁ, ବ୍ୟାସଦେବଙ୍କର ଜନ୍ମତିଥିକୁ ଗୁରୁ ପୂର୍ଣ୍ଣିମା ଭାବରେ ଗ୍ରହଣ କରିଥାନ୍ତି। ସେହି ବ୍ୟାସଦେବଙ୍କର ଜନ୍ମ ଏକ ଜ୍ୟୋତିଷୀୟ ମୁହୂର୍ତ୍ତରୁ ହେଇଥିଲା। ଅର୍ଥାତ୍ ଯେତେବେଳେ ଆମେ ଗତକାଲି ଆଲୋଚନା କରିଥିଲେ, ମହର୍ଷି ପରାଶର ଯାତ୍ରା କରୁଥିବା ବେଳେ ଏକ ନଦୀ ପାଖରେ ସେ ଜାଣିବାକୁ ପାଇଲେ ଯେ ଆଗାମୀ କିଛି କ୍ଷଣ ମଧ୍ୟରେ ଏକ ବିଶେଷ ମୁହୂର୍ତ୍ତର ନିର୍ମାଣ ହେବାକୁ ଯାଉଛି। ସେହି ମୁହୂର୍ତ୍ତରେ ନିଷେକ ଲଗ୍ନ ଦ୍ୱାରା ଯଦି କୌଣସି ସନ୍ତାନ ସମ୍ଭବ ହୁଏ, ତେବେ ସେ ପୁତ୍ର ସନ୍ତାନଟି ଆଗାମୀ ଦିନରେ ଏହି ସମଗ୍ର ସଂସାରର ଶ୍ରେଷ୍ଠ ଜ୍ଞାନୀ ହେବ, ଶ୍ରେଷ୍ଠ ବିଜ୍ଞାନୀ ହେବ ଏବଂ ସମାଜ ସଂସ୍କାର ତଥା ସମାଜ ସଂସ୍କାରରେ ଈଶ୍ୱରଙ୍କ ଇଚ୍ଛାକୁ ଚରିତାର୍ଥ କରିବା ପାଇଁ ବହୁତ କିଛି ଦିଗ୍ଦର୍ଶନ ମାନବ ସମାଜକୁ ଦେଇପାରିବ। ତେଣୁ ସେହି ସମୟରେ ନିଷେକ ଲଗ୍ନର ଶୁଭ ଉପଯୋଗ କରିବା ପାଇଁ, ନିଷେକ ଲଗ୍ନରେ ପୁତ୍ର ସନ୍ତାନ ଉପୁଜିବା ପାଇଁ ଏ ଚାରିଆଡ଼କୁ ଚାହିଁ ଦେଖିଲେ ଧୀବର କନ୍ୟାଟି ତା'ର ନାଁ ଧରିକିରି ନଈ ପାର କରିବା ପାଇଁ ଅପେକ୍ଷାରତ। ତ ଧୀବର କନ୍ୟା ଯୋଜନଗନ୍ଧାଙ୍କର ସମ୍ମତିରେ ସେହି ନିଷେକ ଲଗ୍ନର ଠିକ୍ ଅର୍ଥାତ୍ ସଠିକ୍ ଉପଯୋଗ କରିଥିଲେ ଏବଂ ସେହି ନିଷେକ ଲଗ୍ନର ସଠିକ୍ ଉପଯୋଗରେ ଯୋଜନଗନ୍ଧାକ କୈବର୍ତ୍ତ କନ୍ୟା ଯୋଜନଗନ୍ଧାକ
ଜନ୍ମଗ୍ରହଣ କରିଥିଲେ ବ୍ୟାସଦେବ। ତ ସେଇ ଯେଉଁ ସମୟର ଯେଉଁ ସଠିକ୍ ମୁହୂର୍ତ୍ତ, ସେଇ ଖଗୋଳୀୟ ପିଣ୍ଡ ଆକାଶରେ ବିଭିନ୍ନ ଗ୍ରହ ନକ୍ଷତ୍ରମାନଙ୍କର ଅବସ୍ଥିତି, ଗତି ଏବଂ ପ୍ରକୃତିକି ନେଇ ମହର୍ଷି ପରାଶର, ଯିଏକି ଆପଣଙ୍କର ଜ୍ୟୋତିଷଶାସ୍ତ୍ରରେ ପାରଙ୍ଗମ ଥିଲେ ବା ଜଣେ ବିଶେଷ ବିଜ୍ଞାନୀ ଥିଲେ, ସେହି ସମୟର ସଠିକ୍ ମୂଲ୍ୟାଙ୍କନ କରିପାରିଥିବାରୁ ଏବଂ ସଠିକ୍ ପ୍ରୟୋଗ କରିପାରିଥିବାରୁ, ସଠିକ୍ ଭାବରେ ସେ ନିଷେକ ଲଗ୍ନ ପ୍ରୟୋଗ କରିପାରିଥିବାରୁ ତାହା ସମ୍ଭବ ହୋଇଥିଲା। ବ୍ୟାସଦେବ ଜନ୍ମ ହୋଇଥିଲେ, ଜନ୍ମଗ୍ରହଣ କରିଥିଲେ ଏବଂ ସମଗ୍ର ମାନବ ସମାଜକୁ ତାଙ୍କର ଅତୁଳନୀୟ ଅବଦାନରେ ସେ ମାନବ ସମାଜକୁ ଋଣୀ କରିଦେଇଛନ୍ତି। ଏବଂ ଏଇ ଯେଉଁ ନିଷେକ ଲଗ୍ନ ବିଷୟରେ ଆମେ ଆଲୋଚନା କରୁଛେ, এই ନିଷେକ ଲଗ୍ନ ଆମ ଭାରତ ବର୍ଷରେ ପ୍ରାୟ ମହମ୍ମଦିଆନ ମୁସଲମାନ ଶାସନ ଆସିବା ପୂର୍ବ ପର୍ଯ୍ୟନ୍ତ ବଳବତ୍ତର ଥିଲା ଏବଂ ତା'ର ପ୍ରୟୋଗ ମଧ୍ୟ ହେଉଥିଲା, ଯାହାକି ଅଧୁନା ଏବେ ଲୁପ୍ତ। ଆଉ ନିଷେକ ଲଗ୍ନର ପ୍ରୟୋଗ ନାହିଁ। ନିଷେକ ଲଗ୍ନ ବିଷୟରେ ଆଉ କେତେବେଳେ ଅନ୍ୟ ଏକ ଏପିସୋଡ଼ କରିବା। ଆମର କହିବାର ଉଦ୍ଦେଶ୍ୟ ହେଲା, ଆପଣଙ୍କର ଏ ଯେଉଁ ଗ୍ରହ ନକ୍ଷତ୍ରଙ୍କର ସ୍ଥିତି, ଗତି, ସଞ୍ଚାର ଏବଂ ସେମାନଙ୍କର ମିଳିତ ସଂଯୋଗରେ ଏ ଯେଉଁ ଗୋଟେ ସମୟର ଭଲ ସମୟ ତିଆରି ହୁଏ, ଭଲ ସମୟର ନିର୍ମାଣ ହୋଇଥାଏ ବା ଖରାପ ସମୟ ପଡ଼ିଥାଏ, ତାହାକୁ ଜାଣିପାରିବା ହିଁ ତାକୁ କୁହାଯାଏ ଜ୍ୟୋତିଷ ବିଦ୍ୟା। ପରବର୍ତ୍ତୀ ସମୟରେ ଆମେ ଏବେ ଏ ବିଷୟରେ ବିଶଦ ଭାବରେ ଆଲୋଚନା କରିବା। ଏବେ କେବଳ ସମ୍ୟକ ଭାବରେ କହିବାର ଉଦ୍ଦେଶ୍ୟ ହେଲା ଯେ ଜ୍ୟୋତିଷ ବିଦ୍ୟା ପ୍ରତି ଆଗ୍ରହ ଆସୁ। ଏ ଜ୍ୟୋତିଷ ବିଦ୍ୟାର ଏତେ ବଡ଼ ମହାନ ପରମ୍ପରା ରହିଛି, ଆଉ ସେଇଟା ଲୋକଲୋଚନକୁ ପ୍ରାୟ ଆସିପାରୁନାହିଁ ଏବଂ ତାକୁ ଅନ୍ୟ ଭାବରେ ବର୍ଣ୍ଣନା କରାହେଇଥିବାରୁ ସାଧାରଣ ଲୋକେ ତାକୁ ଗ୍ରହଣ ମଧ୍ୟ କରିପାରୁନାହାନ୍ତି। ଏଇ ଯେଉଁ ନିଷେକ ମୁହୂର୍ତ୍ତ ବା ନିଷେକ ଲଗ୍ନରେ ବ୍ୟାସଦେବଙ୍କର ଉତ୍ପତ୍ତି ବଡ଼ ଆପଣଙ୍କର ଜ୍ୟୋତିଷଶାସ୍ତ୍ରର ବା ଜ୍ୟୋତିଷ ବିଦ୍ୟାର ଗୋଟେ ବଡ଼ ଚମତ୍କାର ପ୍ରୟୋଗ ଥିଲା ସେ ସମୟରେ ଏବଂ ତା'ର ଫଳସ୍ୱରୂପ ବ୍ୟାସଦେବ ଜନ୍ମଗ୍ରହଣ କରିଥିଲେ। ତେଣୁ ଏଇ ଜ୍ୟୋତିଷ ଶାସ୍ତ୍ର ସମ୍ପର୍କରେ ଆଗାମୀ ଦିନରେ, ଆଗାମୀ ଏପିସୋଡ଼ ମାନଙ୍କରେ ବଡ଼ ବିଶଦ ଭାବରେ ବର୍ଣ୍ଣନା କରିବାର ପ୍ରବଳ ଇଚ୍ଛା ଅଛି। ଆପଣ ବନ୍ଧୁଗଣ, ଆପଣମାନଙ୍କର ସହଯୋଗ, ଆପଣମାନଙ୍କର ସ୍ନେହ ସଦିଚ୍ଛା ଏଇ ଜ୍ୟୋତିଷଶାସ୍ତ୍ର ବିଷୟରେ କିଛି ହୁଏତ ଆଲୋକପାତ କରାଇବାରେ ମୋତେ ବହୁତ ପଥ ପ୍ରଦର୍ଶକ ରହିବ। ଆପଣମାନଙ୍କ ସ୍ନେହ, ସଦିଚ୍ଛା, ସହଯୋଗ କାମନା କରୁଛି। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ଜୟ ଜଗନ୍ନାଥ। ନମସ୍କାର। ତପନ।